ଅନ୍ତର୍ଦୟ ଗୃହ ଯୋଜନା ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କା ଘର। ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତର୍ଦୟ ଗୃହ ଯୋଜନା। ବର୍ଷ ପୂର୍ତ୍ତିରେ ପ୍ରତି ପଞ୍ଚାୟତରୁ 10 ଜଣଙ୍କୁ ମିଳିବ ପକ୍କା ଘର। ଏନେଇ ସୂଚନା ଦେଲେ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ। ଅନ୍ତର୍ଦୟ ଯୋଜନାରେ ପକ୍କା ଘର ଦେବେ ସରକାର। 5 ଦିନ ଭିତରେ ତାଲିକା ଦେବାକୁ ବିଡିଓକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ 12 ତାରିଖ ଦିନ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପକ୍କା ଘର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ଅନ୍ତର୍ଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରିଛି ବିଜେପି ସରକାର। ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ ହେବା ସହିତ 3 ବର୍ଷ ଭିତରେ 2,25,000 ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ଶହୀଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପାଇଥିବା ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ପୀଡ଼ିତ ଲୋକ ଲାଭ ପାଇବେ। ଏଥିପାଇଁ 2025-26 ଆର୍ଥିକ ବର୍ଷର 2,603 କୋଟି ଟଙ୍କା ବ୍ୟୟ ବରାଦ ରଖିଛନ୍ତି ମୋହନ ସରକାର। ସୂଚନାଯୋଗ୍ୟ ଯେ ଅନ୍ତର୍ଦୟ ଗୃହ ଯୋଜନା ଅଧୀନରେ ଆସନ୍ତା 3 ବର୍ଷ ଅତି କମରେ 2,25,000 ନୂତନ ପକ୍କା ଘର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି।